शांति शांति मंत्र महिमा आसंतु जानिवा मंत्रर महिमा केते निबिड़ आम सनातन संस्कृति रे यही मंत्र बिना अधूरा मंत्र ही आमर पूजा पाठ विभिन्न कर्म केते फलप्रद होता आसंतु जानिवा यही मंत्रर महिमा मंत्र को दिव्य शक्ति समन्वित जानिबा वास्तव मंत्र तथा ताहार देवता अभिन्न अटंती निरंतर मंत्र जप कले जो शक्ति मंत्रर देवता ठारे थाए ताहा साधक को प्राप्त होता सूर्य मंत्र जप द्वारा आरोग्य विराय शक्ति तेज तथा बुद्धि प्राप्त होता शरीर समस्त रोग दूर होता विशेषतः नेत्र रोग दूर करने सूर्य मंत्र रामबाण सदृश अटे सूर्य मंत्र जप करुवा साधकर कौन शत्रु अनिष्ट करि पारे नहीं प्रातः काल सूर्य मंत्र जप अत्यंत लाभदायक अटे श्री रामचंद्र यही मंत्र द्वारा रावण को परास्त करथिले यही मंत्र अगस्त्य मुनि श्री राम को शिखाइथिले वास्तव देवतांकर प्रार्थना करने मंत्र एक साधन अटे एक उपाय अटे यह द्वारा आम ईश्वर कृपा एवं रक्षार प्रार्थना करिथाओ लय सहित ध्वनिर लहर रूप धारण करे विशेष मंत्रर जप तार विशिष्ट देवतार रूप निर्माण करिता ओम श्री सरस्वती नमः सरस्वती यही मंत्र जप कले बुद्धि और विवेक शक्तिर उदय हुए तथा साधक विद्वान होता कविता लिखिबारे शक्ति मिले भाषण देवारे शक्ति मध्य स्वतः आसी जाए ओम श्री महालक्ष्मी नमः मंत्र जप कले तुमर निर्धारित दूर करने को तुमको निश्चिंत धनवान करदेव गणेश मंत्र तुमर जेकोसी कार्यर बाधा विघ्न दूर करी तुमर समस्त कार्यर सफलता प्रदान करिवो महामृत्युंजय मंत्र जप कले समस्त प्रकार दुर्घटना तुमको रक्षा मिल असाध्य रोग मध्य दूर करिवार शक्ति मंत्र था ये मंत्र विषय मु जहाँ भी कहूँ शास्त्र सम्मत एवं प्रमाणित यह तुमको दुख कष्ट सुरक्षित रखिब एवं विराय तथा अमरत्व प्रदान करिवो चिर आयु देवो यही मुख्य दाता अटे यही मंत्र महामृत्युंजय मंत्र अर्थात जे कि प्राणी मानकर पालन करती सेही त्रिनेत्र शिव को आम प्रणाम करुछु जेपरी आमे अमरत्वर स्थिति हुई जाऊं तथा जेपरी पाचिला काकुटी लतारो अलगा हुई जाता सेहीपरी शिव आमको आवागमनरो मुक्त करंतो ओम श्री शरणाय नमः श्री कार्तिक सुब्रह्मण्यंकर मंत्र अटे यही मंत्र तुमको प्रत्येक कार्य सफलता प्रदान निश्चिंत करिवता तुमको ऐश्वर्यवान करदेव यह अशुभ प्रभाव गुड़िकर तारो तुम ठारो दूर रखिब श्री हनुमानंकर मंत्र ओम श्री हनुमंतये नमः जप तुमको शक्ति एवं विजय प्रदान निश्चिंत करिवो
ପଞ୍ଚାକ୍ଷର ଏବଂ ଷୋଡ଼ଶାକ୍ଷର ମନ୍ତ୍ର ତୁମକୁ ଧନ, ଶକ୍ତି, ସ୍ୱତନ୍ତ୍ରତା ଇତ୍ୟାଦି ବର ପ୍ରଦାନ ସ୍ୱରୂପ ଦେଇପାରେ। ତୁମର ଇଚ୍ଛିତ ବସ୍ତୁ ତୁମକୁ ଏହି ମନ୍ତ୍ର ଦ୍ୱାରା ନିଶ୍ଚିନ୍ତ ମିଳିପାରେ। ଏହି ସମସ୍ତ ବିଦ୍ୟା ତୁମର ଗୁରୁ ମୁଖରୁ ଶିକ୍ଷା କରିବା ଉଚିତ। ଗାୟତ୍ରୀ ମନ୍ତ୍ର, ପ୍ରଣବ ମନ୍ତ୍ର, ଓಂ ନମ ଶିବାୟ ଅଥବା ଓಂ ନମୋ ନାରାୟଣ କିମ୍ବା ଓಂ ନମୋ ଭଗବତେ ବାସୁଦେବାୟର ଯେକୌଣସି ମନ୍ତ୍ର ଜପ କର। ଭାବ, ସଦା ପ୍ରେମ ଓ ବିଶ୍ୱାସ ସହିତ ଏହି 1,25,000 କଲେ ସିଦ୍ଧି ପ୍ରାପ୍ତ ନିଶ୍ଚିତ ହେବ। ଯେକୌଣସି ମନ୍ତ୍ରକୁ ଥରେ କରି ଦେଖ। 1,25,000 ଶ୍ରଦ୍ଧା, ପ୍ରେମ ଏବଂ ଭାବ ଜପ ବିଶ୍ୱାସ ଦ୍ୱାରା। ଓಂ ସୋହଂ ଶିବହଂ ତଥା ଅହଂ ବ୍ରହ୍ମାସ୍ମି ମୁଖ୍ୟ ମନ୍ତ୍ର ଅଟନ୍ତି। ଆତ୍ମ ସାକ୍ଷାତକାର କରିବା ପାଇଁ ନିର୍ଗୁଣ ବ୍ରହ୍ମର ଉପାସକ ମାନେ ଏହି ମନ୍ତ୍ର ଜପ କରିଥାନ୍ତି। ଏହି ମନ୍ତ୍ର ମାନଙ୍କର ଜପ ଦ୍ୱାରା ପ୍ରଥମେ ସଗୁଣ ବ୍ରହ୍ମର ସାକ୍ଷାତକାର ହୋଇପାରେ, ତାପରେ ନିର୍ଗୁଣ ବ୍ରହ୍ମର ଲୀନ କରାଇ ଦିଏ। ସର୍ପ ବା ବୃଶ୍ଚିକ ବିଚ୍ଛା ଦଂଶନର ବିଷ ନାଶ କରିବା ପାଇଁ ତୁମକୁ ମନ୍ତ୍ର ସିଦ୍ଧି ପ୍ରାପ୍ତ କରିବା ଉଚିତ। ଏଥିପାଇଁ ଗ୍ରହଣ ଦିନରେ ଜଳ ଭିତରେ ଛିଡ଼ା ହୋଇ ମନ୍ତ୍ର ଜପ କରିବାକୁ ପଡେ। ଏହା ଦ୍ୱାରା ମନ୍ତ୍ର ଅଧିକ ପ୍ରଭାବତ୍ମକ ହୋଇଥାଏ। ସାଧାରଣ ଦିନ ମାନଙ୍କରେ ମଧ୍ୟ ଏ ମନ୍ତ୍ର ଜପ କରାଯାଇପାରେ। ସର୍ପ ବିଷ ଦୂର କରିବା ପାଇଁ 40 ଦିନ ମନ୍ତ୍ର କଲେ ସିଦ୍ଧି ପ୍ରାପ୍ତ ହୋଇଥାଏ। ନିୟମ ପୂର୍ବକ ପ୍ରତିଦିନ ଶ୍ରଦ୍ଧା ଏବଂ ବିଶ୍ୱାସ ରଖି ଜପ କରିବାକୁ ହେବ। ପ୍ରାତଃ କାଳ ସ୍ଥାନାନ୍ତର ଜପ ପାଇଁ ବସିଯାଅ। 40 ଦିନ ପର୍ଯ୍ୟନ୍ତ ବ୍ରହ୍ମଚର୍ଯ୍ୟ ପାଳନ କର। କେବଳ ଦୁଗ୍ଧ ଓ ଫଳ ଆହାରରେ ରୁହ ଅଥବା ଅତ୍ୟନ୍ତ ବିଧାନକୂଳ ଏବଂ ସାତ୍ବିକ ଆହାର ସେବନ କର। ମନ୍ତ୍ର ଦ୍ୱାରା ଦୀର୍ଘକାଳୀନ ରୋଗର ଉପଚାର ମଧ୍ୟ କରାଯାଇପାରେ। ମନ ମନ୍ତ୍ରକୁ ସଂଗୀତ ରୂପେ ଉଚ୍ଚାରଣ କରିବା ଦ୍ୱାରା ମହାପ୍ରଭାବଶାଳୀ ସ୍ଫୁରଣ ଉତ୍ପନ୍ନ ହୋଇଥାଏ, ଯଦ୍ୱାରା ଅନେକ ରୋଗର ଉପଚାର କରାଯାଇପାରେ। ଏହି ଉପଚାରର ପ୍ରଭାବଶାଳୀ ଆଜିକାଲି ପାଶ୍ଚାତ୍ୟ ଦେଶରେ ଉଚିତ ସ୍ଥାନ ପାଇସାରିଛି। ଏହାକୁ ମହିଳା ଥେରାପି କୁହାଯାଏ। ଏହା ଆମର ଶରୀର କୋଷର ପବିତ୍ର ତତ୍ତ୍ୱ ତଥା ଦିବ୍ୟ ଶକ୍ତି ଓତପ୍ରୋତ କରିଦିଏ। ଜୀବାଣୁ ଅଥବା ସୂକ୍ଷ୍ମ ଜୀବ ଗୁଡ଼ିକୁ ନାଶ କରି ଶରୀରକୁ ସ୍ୱଚ୍ଛ ଏବଂ ସ୍ନାୟୁ ମଣ୍ଡଳକୁ ଶକ୍ତିଶାଳୀ କରିଦିଏ। ଏହି ମନ୍ତ୍ର ଚିତ୍ତର ପବିତ୍ରତା ଆଣିବା ପାଇଁ ଉତ୍ତମ ମାଧ୍ୟମ ଅଟେ। ଏହା ଶକ୍ତିବର୍ଦ୍ଧକ, ଭିଟାମିନ୍ ଠାରୁ ଅଧିକ ଶକ୍ତିଶାଳୀ ତଥା ଅଲ୍ଟ୍ରାଭାୟୋଲେଟ୍ କିରଣ ଠାରୁ ଅଧିକ ପ୍ରଭାବଶାଳୀ। ମନ୍ତ୍ର ସିଦ୍ଧିର ଦୁରୁପଯୋଗ କରିବା ଅନ୍ୟାୟ, ଅର୍ଥାତ୍ ଏହା ଦ୍ୱାରା ଅନ୍ୟର ହାନି ହେବା ଅନୁଚିତ। ଯେଉଁମାନଙ୍କର ମନ୍ତ୍ର ଶକ୍ତିକୁ ଅନ୍ୟର ନାଶ ବା ଅନିଷ୍ଟ କରିବା ପାଇଁ ଉପଯୋଗ କରନ୍ତି, ସେମାନେ ସ୍ୱୟଂ ଶେଷରେ ନାଶ ଯାଇଥାନ୍ତି। ଯେଉଁମାନେ ସର୍ପ, ବୃଶ୍ଚିକ ବିଚ୍ଛା ଦଂଶନର ବିଷ ନାଶ କରିବା ପାଇଁ ରୋଗଗ୍ରସ୍ତ ବ୍ୟକ୍ତି ପ୍ରତି ମନ୍ତ୍ର ପ୍ରୟୋଗ କରନ୍ତି, ସେମାନେ କୌଣସି ପଇସା ବା ଫିସ୍ ବା ପାରିଶ୍ରମିକ ନେବା ଅନୁଚିତ। ଏପରିକି କୌଣସି ପ୍ରକାର ଉପହାର ମଧ୍ୟ ମନ୍ତ୍ରର ବିନିମୟରେ ନେବା ଅନୁଚିତ। ଯଦି ନିଜର ସ୍ୱାର୍ଥ ପାଇଁ ମନ୍ତ୍ର ସିଦ୍ଧିର ପ୍ରୟୋଗ କରିବା ଚାହିଥାଏ, ତେବେ ସାଧକର ଶକ୍ତି ସମାପ୍ତ ହୋଇଯିବ, ମନ୍ତ୍ର ଶକ୍ତି କ୍ଷୀଣ ହୋଇଯିବ। କିନ୍ତୁ ଯଦି ନିଷ୍କାମ ଭାବରେ ମାନବ ଜାତିର ସେବା ଉଦ୍ଦେଶ୍ୟରେ ରଖି ମନ୍ତ୍ରର ପ୍ରୟୋଗ କର, ତେବେ ମନ୍ତ୍ରର ମାହାତ୍ମ୍ୟ ରହିବ ଏବଂ
ମନ୍ତ୍ର ପ୍ରଭାବରେ ସାଧକ ଶକ୍ତି ଉତ୍ତରୋତ୍ତର ବୃଦ୍ଧି ପାଇବ। ଯେଉଁ ସାଧକ ମନ୍ତ୍ର ସିଦ୍ଧି ପ୍ରାପ୍ତ କରି ପାରିଛି ସେ କେବଳ ସ୍ପର୍ଶ ମାତ୍ରକେ ଦୀର୍ଘକାଳୀନ ରୋଗ, କୃଷ୍ଣ ନାଗର ଦଂଶନ ଇତ୍ୟାଦି କ୍ଷଣକେ ନିରାମୟ କରି ଦେଇପାରେ। ଏପରିକି ଯଦି ମନ୍ତ୍ର ସିଦ୍ଧି ବ୍ୟକ୍ତି ସର୍ପ ଦଂଶିତ ବ୍ୟକ୍ତି ଠାରୁ ବହୁ ଦୂରରେ ଥାଏ ତେବେ ତାହା ଦ୍ୱାରା ଖବର ପଠାଇଲେ ସେ ଖବର ପାଇବା ମାତ୍ରେ ମନ୍ତ୍ର ଉଚ୍ଚାରଣ କଲେ ସାପ କାମୁଡା ବ୍ୟକ୍ତି ତତ୍କ୍ଷଣାତ୍ ଉଠି ବସେ। କି ଅଦ୍ଭୁତ ଶକ୍ତି ଅଛି ମନ୍ତ୍ରର, ତାହା ଏଥିରୁ ସ୍ପଷ୍ଟ ଜଣାପଡେ। ମନ୍ତ୍ର ଦୀକ୍ଷା ନିଜ ଗୁରୁଙ୍କ ଠାରୁ ନିଅ। ଯଦି ସଦ୍ଗୁରୁ ଲାଭ କରିବାର ସୌଭାଗ୍ୟ ତୁମକୁ ମିଳିନଥାଏ ତେବେ ତୁମର ନିଜ ଆରାଧ୍ୟ ଦେବ ଦେବଙ୍କୁ ପ୍ରାର୍ଥନା କର ତଥା ତାଙ୍କର ବିଶେଷ ମନ୍ତ୍ର ଜପ କରିବାକୁ ଆରମ୍ଭ କରିଦିଅ। ମନ୍ତ୍ର ସିଦ୍ଧି ପ୍ରାପ୍ତ ହେଲେ ତୁମେ ସମସ୍ତେ ମନ୍ତ୍ର ଯୋଗୀ ହୋଇ ନିଶ୍ଚିନ୍ତ ପାରିବ। ମନ୍ତ୍ର ସିଦ୍ଧି ଦ୍ୱାରା ତୁମର ସଂସାରର ପ୍ରକୃତ ହିତକାରୀ ଏବଂ କଲ୍ୟାଣକାରୀ ହୋଇପାରିବ। ମନ୍ତ୍ର ଦ୍ୱାରା ସଂସାରର ପ୍ରତ୍ୟେକ ଭାଗକୁ ସ୍ପନ୍ଦନ ଶକ୍ତି ପ୍ରେରଣ କରିପାରିବ। କିନ୍ତୁ ପୁଣି ଥରେ ମୁଁ କହୁଛି, ଏହି ମନ୍ତ୍ର ଦ୍ୱାରା ପାଇଁ ଯଦି ଆପଣ କୌଣସି ପଇସା କିମ୍ବା କିଛି ବି ଗ୍ରହଣ କରନ୍ତି ତେବେ ମନ୍ତ୍ର ହାଲକା ବା ମୂଲ୍ୟହୀନ ହୋଇଯିବ। ଏହା ଜାଣି ରଖି ପରର ସେବା ପାଇଁ ମନ୍ତ୍ର ପ୍ରୟୋଗ କରି ଅନେକ ଅନେକ ଆରୋଗ୍ୟ ପ୍ରଦାନ କରନ୍ତୁ। ଜୟ ଜଗନ୍ନାଥ, ଜୟ ଶ୍ରୀରାମ, ଜୟ ଶ୍ରୀକୃଷ୍ଣ, ଜୟ ମା ଦୁର୍ଗା, ଜୟ ନାରାୟଣ।